ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତାକୁ ନେଇ। ଆଜିର ପ୍ରସଙ୍ଗ ସୌରୀନ୍ଦ୍ର ବାରିକଙ୍କ ଦ୍ୱାରା ରଚିତ କର୍ଣ୍ଣ କବିତା ଉପରେ। ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ପଢ଼ି ଦେଉଅଛି। କର୍ଣ୍ଣ, ସୌରୀନ୍ଦ୍ର ବାରିକ। ମୁଁ କର୍ଣ୍ଣ, ଉପେକ୍ଷିତ, ଲୁଣ୍ଠିତ ଓ ଅଭିଶପ୍ତ। 1 ଲକ୍ଷ ବ୍ରତୀ ମୁଁ, ଲକ୍ଷ୍ୟ ମୋର ସଂଗ୍ରାମ ପାର୍ଥ ସହିତ। ମଥାରେ ମୋର ବାନ୍ଧିଦେଲା ସମ୍ମାନର ପାଗ, ଯିଏ କପାଳରେ ଲେଖିଦେଲା ଗୌରବର ଟୀକା। ଧର୍ମ ମୋର ଖାଲି ସେହି ଅଧର୍ମର ସେବା। ସେଇ ବ୍ରତ ନେଇ ଆଜି ହୋଇଛି ମୁଁ କୌରବ ଅଗ୍ରଣୀ। ନାହିଁ ସିନା କବଚ କୁଣ୍ଡଳ ଅବା ଏକ ପୁରୁଷ ଘାତିନୀ, ତଥାପି ମୁଁ ଆଜି ସେହି ପାର୍ଥର ସନ୍ଧାନୀ। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ଶକ୍ତି ମୋର ନଷ୍ଟ ଆଜି, ରଥଚକ୍ର ଗ୍ରାସିଛି ମେଦିନୀ। ତଥାପି କର୍ଣ୍ଣତ୍ୱ ଯେ ମରିନାହିଁ, ତୁମେ ତାକୁ ମାରି ପାରିବନି। ତେଣୁ ହେ କିରୀଟୀ, ଥୋଇଦିଅ ଗାଣ୍ଡିବ ତୁମର। ଅସ୍ତ୍ରହୀନ ଅଧର୍ମକୁ ନାଶି କଳୁଷିତ କରନାହିଁ ଧର୍ମର ଔଜ୍ଜ୍ୱଲ୍ୟ। ଧର୍ମ ଆସେ ପାର୍ଥ ତୀର ହୋଇ, ଅଧର୍ମକୁ ମାରିବାକୁ ଯାଇ। ନିଜେ ସେ ତ କଳଙ୍କିତ ଆଜି, ଜଳିଯାଏ ନ୍ୟାୟର ଶିବିର। ଅର୍ଜୁନକୁ କର୍ଣ୍ଣତ୍ୱ ଗ୍ରାସିଛି, ଏହା ହିଁ ତ ବିଜୟ ମୋହର। ସିଏ ତ ମୋର ଜୀବନ ବ୍ରତର। ଆଲୋଚନାର ନାମକରଣ ଦେଇଛି ବ୍ୟକ୍ତିବାଚକ କବିତା କର୍ଣ୍ଣର ମିଥିକ୍ ଦୃଷ୍ଟି। ବ୍ୟକ୍ତି ଓ ସମାଜକୁ ନେଇ ସାହିତ୍ୟର ସୃଷ୍ଟି। ବ୍ୟକ୍ତିରେ ଜଣକର ଜୀବନ ଏବଂ ସମାଜରେ ସମୂହ ବା ବ୍ୟକ୍ତିର ଗୋଷ୍ଠୀଗତ ଜୀବନର କଳାତ୍ମକ ଚିତ୍ର ରହିଥାଏ। ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ, ଦୁହେଁ ଜୀବନ ବିତାନର ଦ୍ୱୟ ଅଙ୍ଗ। ତେବେ ସାହିତ୍ୟରେ ବ୍ୟକ୍ତିର ଜୀବନ ପ୍ରାଧାନ୍ୟ ବିସ୍ତାର କରେ। ସେହି ବ୍ୟକ୍ତି ଜୀବନଚିତ୍ରର ସୂର୍ଯ୍ୟମାନ ବର୍ଣ୍ଣନା ଦେଇ ସେଥି ସହିତ ଜଡ଼ିତ ସମାଜର ଚିତ୍ର ଆସେ। ଯେହେତୁ ବ୍ୟକ୍ତି ସ୍ୱତନ୍ତ୍ର ସତ୍ତା ନ ହୋଇ ସମାଜର ଅଙ୍ଗ। ସମାଜ ଭିତରେ ବ୍ୟକ୍ତିର ବାସ। ସମାଜ ବ୍ୟକ୍ତିର ସହାୟକ, ବ୍ୟକ୍ତିର ସୁଖ ଦୁଃଖର ସାଥୀ। ତେଣୁ ବ୍ୟକ୍ତିର ଜୀବନ ଚିତ୍ରଣ ମଧ୍ୟ ଦେଇ ସମାଜର ଚିତ୍ର ସ୍ୱତଃ ଆସି ଯାଇଥାଏ। ଅଗତ୍ୟା ସମାଜର ସ୍ୱତନ୍ତ୍ର ଚିତ୍ର ବର୍ଣ୍ଣନା ସେ ଲାଗି ଅନାବଶ୍ୟକ। କର୍ଣ୍ଣ ନାମକରଣରୁ ବ୍ୟକ୍ତିବାଚକ ମନେ ହୋଇଛି। କର୍ଣ୍ଣର ଜୀବନଚିତ୍ରର ବର୍ଣ୍ଣନା ଭିତରେ କର୍ଣ୍ଣଙ୍କ ନିଜ ସମାଜର ଚିତ୍ର ଆପେ ସଂଲଗ୍ନ ହୋଇ ରହିଛି। ସାହିତ୍ୟ ସୃଷ୍ଟିର ପ୍ରକୃତି ପ୍ରକୃତରେ ଏହା ହିଁ ହୋଇଥାନ୍ତେ। ଈର୍ଷାରୁ କ୍ଷତିର ସନ୍ଦର୍ଶନ ହିଁ କର୍ଣ୍ଣ କବିତାର ପ୍ରଦର୍ଶନ, ଆଉ ଯୋଜନା ହେଉଛି ଛଳନା। କର୍ଣ୍ଣ କବିତାର କବି ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ସୌରୀନ୍ଦ୍ର ବାରିକ। ବାଲେଶ୍ୱର ଜିଲ୍ଲାରେ ଜନ୍ମ। ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ ନିଜର କର୍ମମୟ ଜୀବନ ବିତାଇଥିଲେ। କବି ଓ ସମାଲୋଚକ, ସାହିତ୍ୟିକ ଭାବରେ ତାଙ୍କର ପ୍ରତିଷ୍ଠା ରହିଛି। କାରଣ ତାଙ୍କର କବିତା ପାଠ୍ୟାନ୍ତର୍ଗତ ହୋଇଥାଏ, ପାଠରେ ପଢ଼ାଯାଇଥାଏ, ପରୀକ୍ଷାରେ ପ୍ରଶ୍ନ ଆସେ। ସେ ମଧ୍ୟ ଜଣେ ପ୍ରାବନ୍ଧିକ। ନିଜର ସାହିତ୍ୟ କୃତି ପାଇଁ ପୁରସ୍କୃତ ହୋଇଛନ୍ତି। ସତ୍ୟର କୁହୁକ, ଅନ୍ୱେଷାର ସ୍ୱର, ଚେତନାର ଚୌହଦି ନାମକ ଗ୍ରନ୍ଥ। ଗଦ୍ୟରେ ରହିଥିବା ପ୍ରବନ୍ଧଗୁଡ଼ିକ ସାହିତ୍ୟ ତଥା ସଂସ୍କୃତି ବିଷୟ ଭିତ୍ତିକ। ପ୍ରବନ୍ଧଗୁଡ଼ିକ ସଂକ୍ଷିପ୍ତ, ହୃଦୟଗ୍ରାହୀ ଓ ପାଠକୀୟ ଆଦୃତି ଆନୟକ। ସାମାନ୍ୟ କଥନ, ଆକାଶ ପରି ନିବିଡ଼, ଦ୍ୱାସୁପର୍ଣ୍ଣା ଓ ଉପଭାରତ ନାମକ କବିତା ଗ୍ରନ୍ଥ ରହିଅଛି। ମଣିଷର ଜୀବନ ଓ ପୁରାଣ ବିଷୟକୁ ନେଇ ତାଙ୍କର କବିତାଗୁଡ଼ିକ ଯେଭଳି ସରଳ, ସେଭଳି ବୋଧଗମ୍ୟ ତଥା ହୃଦ୍ୟ। ସରଳ ଭାଷା ଭାବରେ ନିଜର ଚିନ୍ତାରାଶିକୁ ଅଭିବ୍ୟକ୍ତ କରିବାରେ ସିଦ୍ଧହସ୍ତ କବି। ମିଥ୍ ଶବ୍ଦଟି ଇଂରାଜୀ। ଏହା ମାଇଥୋଲୋଜି ଶବ୍ଦରୁ ଆସିଅଛି, ଯାହାର ଅର୍ଥ ପୁରାଣ ବା ପୁରୁଣା କଥା। ମିଥ୍ ଶବ୍ଦର ଓଡ଼ିଆ ଅର୍ଥ ହେଲା ପୁରାଣ କଳ୍ପ ବା ପୁରାଣର ଉପକଥା, ପୁରାଣ ସମ୍ବନ୍ଧୀୟ କଳ୍ପନା। ମିଥ୍ ପ୍ରତୀକବାଚକ ବା ସାଙ୍କେତିକ ପ୍ରୟୋଗ। ପୁରୁଣା ଏବଂ ନୂଆ ଭାବନା ମଧ୍ୟରେ ମିଥ୍ ହୋଇଥାଏ ସଂଯୋଗର ସୂତ୍ର ଓ ସେତୁ। ପୁରୁଣା କାହାଣୀ, ଯାହାକି ଆଗର
ଉର୍ବର ଏବଂ ସେଥିରେ ନବୀନ ଭାବନାର ସମାନତାର ଖୋଜା ତଥା ଉଭୟ ଭାବର ସୁରକ୍ଷା ଯୁକ୍ତି ଦ୍ୱାରା କରି ମିଥ୍ ଆଧୁନିକତାର ପ୍ରତିନିଧିତ୍ୱ କରିଥାଏ। ସର୍ବଦା ସାଙ୍କେତିକ ଆଳଙ୍କାରିକ ମନନଶୀଳ ବ୍ୟବହୃତ ପ୍ରକ୍ରିୟା। ପୁରୁଣା ଏବଂ ନୂଆ ଭାବନାର ସଂଯୋଗ ସେତୁ ହେଉଛି ମିଥ୍। କର୍ଣ୍ଣ କବିତାଟି ପୌରାଣିକ ଚରିତ୍ର ଆଧାରିତ, ତେଣୁକରି ମିଥ୍ ଧର୍ମୀ। କବିତାର ନାମକରଣ ବ୍ୟକ୍ତିବାଚକ ହୋଇଥିବାରୁ ସ୍ୱଗତ ଗୀତିକା ବା ଆତ୍ମଭାଷଣମୂଳକ। ଯେଉଁଠି କବିତାରେ କବି ଦ୍ୱାରା ସୃଷ୍ଟ ଚରିତ୍ରଟି ନିଜେ ନିଜର କଥା ପାଠକକୁ ଶୁଣାଇଥାଏ, ଏହି ରୀତି ବା ରଚିତ ଧାରା ସାହିତ୍ୟର ନାଟକ ଉପନ୍ୟାସ ରଚନାରେ ମଧ୍ୟ ପ୍ରଚଳିତ। ଇଂରାଜୀରେ ଯାହାକୁ ସଲିଲୋକି ବା ମନୋଲୋଗ କହନ୍ତି। କର୍ଣ୍ଣ ମହାଭାରତର ଅନ୍ୟତମ ନାୟକ ତଥା ବୀର। ପୁରାଣରେ ତାଙ୍କର ବିଶେଷତ୍ୱ ରହିଅଛି। କର୍ଣ୍ଣ ଥିଲେ ସୂର୍ଯ୍ୟଙ୍କ ଔରସ୍ୟ ଜାତ, କୁମାରୀ କୁନ୍ତୀଙ୍କର ପୁତ୍ର। ସୂତ ନାମକ ସାରଥୀ ଓ ତାଙ୍କ ସ୍ତ୍ରୀ ରାଧା ନାମ୍ନୀ ଧୋବଣୀ ଦ୍ୱାରା ପାଳିତ ହୋଇଥିଲେ। ସୁତରାଂ କର୍ଣ୍ଣଙ୍କର ଅନ୍ୟ ନାମ ସୂତପୁତ୍ର ଓ ରାଧେୟ। ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଅସ୍ତ୍ରବିଦ୍ୟା ଶିଖି ନିଜର ଦକ୍ଷତା ଗୁଣରୁ ଦୁର୍ଯ୍ୟୋଧନଙ୍କର ମିତ୍ର ଏବଂ ଅଙ୍ଗର ରାଜା ହୋଇଥିଲେ। ପରଶୁରାମଙ୍କର ଶିଷ୍ୟ। ବ୍ରାହ୍ମଣ ବେଶଧାରୀ ଇନ୍ଦ୍ରଙ୍କ ପ୍ରାର୍ଥନା ମତେ ନିଜ ପୁତ୍ରକୁ ସ୍ୱହସ୍ତରେ କାଟି ତାର ମାଂସ ରାନ୍ଧି ତାଙ୍କୁ ଦେଇଥିଲେ। ସେଥିପାଇଁ ଦାତାକର୍ଣ୍ଣ ରୂପେ ପ୍ରସିଦ୍ଧ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ଦ୍ୱାରା ନିହତ ହୋଇଥିଲେ। ଦାନବୀର କର୍ଣ୍ଣ ନାମରେ ପ୍ରଖ୍ୟାତ। ଜନ୍ମବେଳୁ ଦେହରେ କବଚ ସାଞ୍ଜୁ ଧାରଣ କରିଥିଲେ, ଯାହାକି ଚର୍ମ ସହିତ ମିଶିକି ଥିଲା। କାନରେ କୁଣ୍ଡଳ ଧାରଣ କରିଥିଲେ। ଯୁଧିଷ୍ଠିରଙ୍କର ବଡ଼ ଭାଇ। କୁନ୍ତୀଙ୍କ କାନବାଟେ ଜନ୍ମ ହୋଇଥିବାରୁ ନାମ କର୍ଣ୍ଣ ହୋଇଥିଲା। ଏହାଙ୍କର ବାପା ସୂର୍ଯ୍ୟ ଦେବତା। ଅର୍ଜୁନଙ୍କ ପିତା ଦେବରାଜ ଇନ୍ଦ୍ର ଜାଣିଥିଲେ କି କର୍ଣ୍ଣ ଅର୍ଜୁନଙ୍କର ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ମହାଭାରତ ଯୁଦ୍ଧରେ ସେଥିଲାଗି ଦେବରାଜ ଇନ୍ଦ୍ର ଛଦ୍ମ ବ୍ରାହ୍ମଣ ବେଶରେ ଆସି କର୍ଣ୍ଣଙ୍କଠାରୁ କବଚ କୁଣ୍ଡଳ ଦାନ ସ୍ୱରୂପ ମାଗି ନେଇଥିଲେ। ଫଳରେ ଯୁଦ୍ଧରେ କର୍ଣ୍ଣ ଅର୍ଜୁନଙ୍କ ଦ୍ୱାରା ନିହତ ହୋଇଥିଲେ। କବିତାଟି ସମ୍ବୋଧନମୂଳକ। କର୍ଣ୍ଣ ଅର୍ଜୁନଙ୍କୁ ସମ୍ବୋଧନ କରିବା ରୀତିରେ କହୁଛନ୍ତି, ନିଜ ଭାଗ୍ୟର ବିଡ଼ମ୍ବନା, ତାର ହତଭାଗ୍ୟ ରୂପ ଓ ରାଜେଶ୍ୱର ହୋଇ ବି କର୍ଣ୍ଣ ନିଜକୁ ଦୁସ୍ଥ, ହତଭାଗ୍ୟ, ଅଭାଗା ମନେ କରିଛନ୍ତି। ତାଙ୍କର ବ୍ୟକ୍ତିତ୍ୱକୁ ଅନୁଧ୍ୟାନ କରି କହୁଛନ୍ତି ଯେ ସେ ହତଭାଗ୍ୟ ହେଲେ ମଧ୍ୟ ପ୍ରକୃତରେ ବୀର। ସମାଜ ଓ ପରିସ୍ଥିତି ତାଙ୍କୁ ଉପେକ୍ଷା କରିଥିଲେ ମଧ୍ୟ ତାଙ୍କର ବୀରତ୍ୱକୁ ଛଡ଼ାଇ ନେଇଥିଲେ ବି ସଂସାରରେ ଅଭିଶପ୍ତ ହୋଇ ଜନ୍ମିଥିଲେ ମଧ୍ୟ ଯୁଦ୍ଧରୁ ପଛଘୁଞ୍ଚା ଦେବେ ନାହିଁ। ମହାଭାରତ ଯୁଦ୍ଧରେ ପାର୍ଥ ବା ଅର୍ଜୁନଙ୍କ ସହିତ ଯୁଦ୍ଧ କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ। ବିହି ତାଙ୍କ ସହିତ ଛଳନା, ଛନ୍ଦ କପଟ, ଈର୍ଷାସକ୍ତ ହୋଇ ଶତ୍ରୁତା କରିଛି। ମିଥ୍ୟାର ପଥ ଆପଣେଇ ନେଇଥିବାରୁ ସେ ଯୁଦ୍ଧରେ ନିହତ ହୋଇଛନ୍ତି। ଏଥିପାଇଁ ବାଧ୍ୟ ଥିଲେ। ଧର୍ମ ଓ ସମୟ ତାଙ୍କର ମଥାରେ ବୀରତ୍ୱର ମାନ୍ୟତା, ସମ୍ମାନର ଶିରିପା ପଗଡ଼ି ବାନ୍ଧିଦେଲା। ମଥାରେ ବିଜୟୀ ହେବାର ଗୌରବ ଟୀକା ଆଙ୍କିଦେଲେ ବି ତାଙ୍କ କର୍ତ୍ତବ୍ୟର ଧର୍ମ ହେଉଛି ଅଧର୍ମକୁ ଚାହିଁବା, ସେଥି ନିମନ୍ତେ କାର୍ଯ୍ୟ କରିବା। ଯେହେତୁ ସେ ଦୁର୍ଯ୍ୟୋଧନଙ୍କର ସାଥୀ, ବନ୍ଧୁତ୍ୱର ଧର୍ମ ତାଙ୍କୁ ରକ୍ଷା କରିବାକୁ ହେବ ଏ ଫ୍ରେଣ୍ଡ ଇନ୍ ଡିଡ୍ ରୀତିରେ। ଦୁର୍ଯ୍ୟୋଧନ ହେଉଛନ୍ତି ଅଧର୍ମାଚାରୀ, ସେ ଲାଗି କର୍ଣ୍ଣ ଏପରି ମତ ଦେଇଛନ୍ତି। ଯୁଧିଷ୍ଠିରଙ୍କର ବଡ଼ ଭାଇ ହେଲେ ମଧ୍ୟ ଅର୍ଜୁନଙ୍କ ଅଗ୍ରଜ ହେଲେ ମଧ୍ୟ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଆଗୁଆ ହୋଇ ନିଜର ଭାଇମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଛନ୍ତି। କବଚ କୁଣ୍ଡଳ କିମ୍ବା ପୌରୁଷତ୍ୱ ବୀରତ୍ୱ ତାଙ୍କର ନାହିଁ। ପରିସ୍ଥିତି ଛଳନା କରି ତାଙ୍କଠାରୁ ଛଡ଼ାଇ ନେଇଛି। ସେ ଜଣେ ଜୀବକୁ ହତ୍ୟା କରିଛନ୍ତି। ତଥାପି ବନ୍ଧୁତ୍ୱର ସୁରକ୍ଷା ଦାୟରେ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ପରାଜିତ କରିବା ପାଇଁ ଭୂମିକା ନେଇଛନ୍ତି। କର୍ଣ୍ଣଙ୍କର ଏପରି ବୀରତ୍ୱ ତଥା ଭୂମିକା ଅଯୌକ୍ତିକ ମନେ ହୁଏ। କର୍ଣ୍ଣ କହୁଛନ୍ତି, ଏ ମହାଭାରତ ଭୂମି ହେଉଛି ଧର୍ମକ୍ଷେତ୍ର, ପୁଣି କୁରୁକ୍ଷେତ୍ର। ସେଇଠି ତାଙ୍କର ବୀରପଣିଆର ଶକ୍ତି ସାମର୍ଥ୍ୟ ଆଉ ନାହିଁ। ତଥାପି ତାଙ୍କ ଯୁଦ୍ଧର ରଥଚକ୍ର ଭୂମିକୁ ଗ୍ରାସ କରିଅଛି। ବୀରତ୍ୱ ତାଙ୍କର ସମ୍ପୂର୍ଣ୍ଣ ରୂପେ ମରିନାହିଁ। କିମ୍ବା ଅର୍ଜୁନ ଯେ କି ମୁକୁଟଧାରୀ
ରାଜା ସେ ମଧ୍ୟ କର୍ଣ୍ଣଙ୍କ ବୀରତ୍ୱକୁ ମୃତ୍ୟୁ ଦେଇପାରିବେ ନାହିଁ। ନିଜ ବୀରତ୍ୱର ଦ୍ୱାହି ଦେଇ କର୍ଣ୍ଣ ଅର୍ଜୁନଙ୍କୁ କହୁଛନ୍ତି ସେ ତାଙ୍କର ଗାଣ୍ଡୀବ ଧନୁ ଥୋଇ ଦିଅନ୍ତୁ, କାରଣ କର୍ଣ୍ଣ ଅସ୍ତ୍ରହୀନ। ଯୋଦ୍ଧା ସହିତ ଯୁଦ୍ଧ କଲେ ସୁନ୍ଦର ଦିଶେ, ବଳବାନ ବ୍ୟକ୍ତି ବଳହୀନ ବ୍ୟକ୍ତି ସହିତ ଯୁଦ୍ଧ କଲେ ସୁନ୍ଦର ଦିଶେ ନାହିଁ। ତାହା କଲେ ମଣିଷ ଅଧାର୍ମିକ, ଅଧର୍ମାଚାରୀ, ନୀତିଭଙ୍ଗକାରୀ ହୋଇଯିବ। ଫଳରେ ଜଗତରେ ମଣିଷ ସମାଜରେ ପାପ ବ୍ୟାପିବ, କଳଙ୍କ ରହିଯିବ, ଧର୍ମର ଉଜ୍ଜ୍ୱଳତା ରହିବ ନାହିଁ, ଧର୍ମ ପ୍ରତି ମଣିଷ ଅନୁରାଗୀ ହେବ ନାହିଁ। କବିଙ୍କ ଭାଷାରେ ଅସ୍ତ୍ରହୀନ ଅଧର୍ମକୁ ନାସି କଳୁଷିତ କର ନାହିଁ ଧର୍ମର ଔଜ୍ଜ୍ୱଲ୍ୟ। କର୍ଣ୍ଣ ନିଜେ କୌରବ ପକ୍ଷରୁ ଯୁଦ୍ଧ କରୁଥିବାରୁ ଅଧର୍ମାଚାରୀ, ଅନାଦର୍ଶୀ। ଧର୍ମ ପ୍ରକୃତରେ ଅର୍ଜୁନଙ୍କ ପାଖରେ ଅଛି। ଯେହେତୁ ପାଣ୍ଡବ ପକ୍ଷ ଧର୍ମ ପାଇଁ ଯୁଦ୍ଧ କରୁଥିଲେ, ଅର୍ଜୁନ କର୍ଣ୍ଣଙ୍କୁ ମାରି ଜଗତରୁ ଅଧର୍ମର ବିନାଶ କରିବାର ସଂକଳ୍ପ ନେଇଛନ୍ତି। ତଥାପି କର୍ଣ୍ଣଙ୍କର ବୀରତ୍ୱ ଛଳନାରୁ ଚାଲିଯାଇଥିଲା ଏବଂ ସେ ଅସ୍ତ୍ରହୀନ ହୋଇଯାଇଥିବାରୁ ତାଙ୍କୁ ହତ୍ୟା କରି ଅର୍ଜୁନ କୀର୍ତ୍ତି ଅର୍ଜିବେ ନାହିଁ, ବରଂ ପୁରାଣର ଇତିହାସରେ କଳଙ୍କର ଟୀକା ନେବେ, ପିନ୍ଧିବେ, ଅପମାନ ବରଣ କରିବେ। ଅର୍ଜୁନଙ୍କ ପାଖରେ ନୀତି ନ୍ୟାୟ ନାହିଁ। କର୍ଣ୍ଣଙ୍କ ହତ୍ୟା ତାଙ୍କର ଯୁଦ୍ଧ କରିବାର ଏକମାତ୍ର ଲକ୍ଷ୍ୟ। କର୍ଣ୍ଣ ନିହତ ହେଲେ ମଧ୍ୟ ସେ ପ୍ରକୃତ ବୀର। ବିଜୟ ତାଙ୍କର ହିଁ ପ୍ରାପ୍ୟ। ତାହା ହିଁ କର୍ଣ୍ଣଙ୍କ ଜୀବନ ଏବଂ ତାହା ହିଁ କର୍ଣ୍ଣଙ୍କ ବ୍ୟକ୍ତିତ୍ୱର ବ୍ରତ, ଶ୍ରେଷ୍ଠତମ ପରିଚୟ। ବାସ୍ତବିକ କବିତାର ଭାଷା ସରଳ, ବେଦନାଦାୟକ। ଏଥିରୁ ମଣିଷର ମଣିଷ ପ୍ରତି ସ୍ୱଭାବ ଈର୍ଷା, ଆତୁର, ବ୍ୟସ୍ତ ମନୋଭାବର ପରିଚୟ ମିଳେ। ଛଳନା କରାଯାଇ ମଣିଷର କେମିତି କ୍ଷତି ସଂସାରରେ ସାଧାରଣତଃ କରାଯାଇଥାଏ, କର୍ଣ୍ଣ କବିତା ଏ ପ୍ରକାର ଜୀବନ ଦର୍ଶନ ଦିଏ। ତଥାପି କର୍ଣ୍ଣଙ୍କର ନିଜ ପୁତ୍ର ହତ୍ୟା ପୌରାଣିକ ଦୃଷ୍ଟିରୁ ସତ ହୋଇପାରେ, ହିଂସା ଦୃଷ୍ଟିରୁ ସତ୍ୟ ହୋଇପାରେ, ହେଲେ ମନର ଗ୍ରହଣୀୟତା ଦିଗରୁ ସତ ମନେ ହୋଇପାରେ ନାହିଁ। ମଣିଷ ମନରେ ଈର୍ଷା ପଶିଗଲେ ଛଳନା ଦ୍ୱାରା ଅପର ମଣିଷକୁ ବା ଯାହା ପ୍ରତି ମଣିଷ ଈର୍ଷାସକ୍ତ ହୋଇଛି ତାର କ୍ଷତି କରିବ। ସେ କ୍ଷତି କରିବାର ଉପାୟ ଚିନ୍ତା କରେ ଓ ଚିନ୍ତାକୁ କାର୍ଯ୍ୟରୂପ ଦେଇଥାଏ। କର୍ଣ୍ଣ ସେହି କ୍ଷତିଗ୍ରସ୍ତ ହୋଇଥିବା ଜଣେ ଚରିତ୍ର, ଯିଏକି ଇନ୍ଦ୍ରଙ୍କ ଈର୍ଷାର ଶିକାର ହୋଇଥିଲେ। ଯେବେ ମଣିଷ ଅନ୍ୟର କୃତିତ୍ୱ ତାର ଜୀବନରେ ସଫଳତାକୁ ସହିପାରି ନଥାଏ, ସେବେ ଈର୍ଷା ସ୍ୱତଃ ମନକୁ ଆକ୍ରମିତ କରି ମନକୁ କଳୁଷିତ କରିଦିଏ। ଫଳରେ ମଣିଷ କ୍ଷତି କରିବାର ଚକ୍ରାନ୍ତ ପ୍ରସ୍ତୁତ କରେ। ଈର୍ଷାକୁ ଧରିପାରିଲେ ମଣିଷ ଈର୍ଷାରୁ ଓହରି ଆସିବାର ଉପାୟ ସ୍ଥିର କରିପାରିବ। ଧରି ନ ପାରିଲେ ଈର୍ଷାର ଭଉଁରୀ ଭିତରେ ପଡ଼ିଯିବ। ଈର୍ଷା ପ୍ରଗତି ଦେବା ସହିତ ଦୁର୍ଗତି ବି ବେଶୀ ଆଣେ। ସେ ଏମିତି କଲା, ମୁଁ ବି ସେମିତି କରିବି, ଏହା କ୍ଷମତା ଥିଲେ ହୋଇଯାଏ। ଫଳରେ ମଣିଷ କ୍ଷତିକାରୀ ହୁଏ ନା। ଆଉ ଯଦି ସାମର୍ଥ୍ୟ ନାହିଁ, ତେବେ କ୍ଷତିର ଉପାୟ ଚିନ୍ତେ। ଏଥିରୁ ଅନ୍ୟର କ୍ଷତି ହେବା ସହିତ ଧ୍ୱଂସ ବି ଜୀବନରେ ଆସେ, ଯେମିତି କର୍ଣ୍ଣ ହୋଇଛନ୍ତି।